सर्वभूतेषु शक्तिरूपेण संस्थिता नमस्तस्यै 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 नमो नमः। या देवी सर्वभूतेषु मातरूपेण संस्थिता नमस्तस्यै 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 नमो नमः। या देवी सर्वभूतेषु लक्ष्मीरूपेण संस्थिता नमस्तस्यै 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 नमो नमः। जय जगन्नाथ, जय मां महालक्ष्मी। এই পবিত্র হেরা পঞ্চমীরে ମାଙ୍କର ପର୍ବରେ ଜଗନ୍ନାଥଙ୍କ ପର୍ବରେ ଅକିଞ୍ଚନ ଦୁଇପଦ କହିବାକୁ ଯାଉଅଛି। ଏହା ପଞ୍ଚମୀ ତିଥିରେ ପଡ଼ୁଛି, ତେଣୁ ଆର ନାଁ ହେରା ପଞ୍ଚମୀ। ତ ଜଗନ୍ନାଥଙ୍କର ଗୋଟେ ମାନବୀୟ ଲୀଳା, ସେ ରଥରେ ଯାଉଛନ୍ତି ପତିତମାନଙ୍କୁ ଉଦ୍ଧାର କରିବା ପାଇଁ, କିନ୍ତୁ ସେ ତାଙ୍କ ସ୍ତ୍ରୀଙ୍କୁ ସାଥିରେ ନ ନେଇ ତାଙ୍କ ଭାଇ ଭଉଣୀକୁ ଏଇଥିପାଇଁ ନେଇକି ଯାଉଛନ୍ତି। ଆର ଗୋଟେ ସମାଜ ପାଇଁ ବାର୍ତ୍ତା ଦେଉଛନ୍ତି ଯେ ମୁଁ ବିବାହିତ ସତ, କିନ୍ତୁ ବିବାହ ପରେ ମଧ୍ୟ ମୋର ପରିବାର ଅଛି, ମୋର ଭଉଣୀକୁ ଭଲ ପାଏ, ମୋର ଭାଇକୁ ଭଲ ପାଏ। ତେଣୁ ଏ ସମାଜର ଯେତେ ଅଛ ସମସ୍ତେ ଏଇଆ ଶିଖ, ଏଇଆ ଜାଣ ଯେ ମୁଁ ଗୋଟେ ଯାତ୍ରାରେ ଯାଉଛି, ତ ସମସ୍ତେ ନିଜ ସ୍ତ୍ରୀକୁ ପ୍ରାୟତଃ ନେଇକି ଯାଆନ୍ତି ଯେତେବେଳେ ବାହାଘର ପରେ ସବୁ ଜାଗାରେ। କିନ୍ତୁ ଜଗନ୍ନାଥ ଦର୍ଶନରେ ଜଗନ୍ନାଥ ବୁଝାଉଛନ୍ତି ଯେ ଦେଖ, ମୁଁ ଯାଉଛି ମାଉସୀ ଘରକୁ, ମୁଁ ଯାଉଛି ଗୁଣ୍ଡିଚା ଘରକୁ 9 ଦିନ ଗୋଟେ ପର୍ବରେ, 9 ଦିନ ଗୋଟେ ଯାତ୍ରାରେ, ଅଥଚ ମୁଁ ଲକ୍ଷ୍ମୀଙ୍କୁ ନେଇକି ଯାଉନି। ମୁଁ ନେଇକି ଯାଉଛି ମୋର ବଡ଼ ଭାଇଙ୍କୁ, ନେଇକି ଯାଉଛି ମୋର ସାନ ଭଉଣୀକୁ। ସେଥିରେ ହନୁମାନ ବି ଅଛନ୍ତି, ସେ ରଥ ଉପରେ ରହୁଛନ୍ତି, ଏବଂ ସେଥିରେ ସୁଦର୍ଶନ ମଧ୍ୟ ଅଛନ୍ତି, ସେ ବି ରଥରେ ଯାଉଛନ୍ତି। ଆଉ ଅର୍ଜୁନ ମଧ୍ୟ ସାରଥୀ ହିସାବରେ ସୁଭଦ୍ରାଙ୍କ ମଧ୍ୟ ଯାଉଛନ୍ତି। ଏ ସମସ୍ତଙ୍କୁ ନେଇ ସେ ଯାଉଛନ୍ତି, ଅଥଚ ଲକ୍ଷ୍ମୀଙ୍କୁ ନେଇକି ଯାଉନାହାନ୍ତି। ବାସ୍ତବିକ ଦେଖିବାକୁ ଗଲେ ରାଧାକୃଷ୍ଣ କେବେ ଅଲଗା ହୁଅନ୍ତିନି, ଆଉ ଜଗନ୍ନାଥ କେବେ ରତ୍ନସିଂହାସନ ଛାଡ଼ି କୁଆଡ଼େ ମଧ୍ୟ ଯାଆନ୍ତିନି। ତାଙ୍କର ଗୋଟେ ଚଳନ୍ତି ପ୍ରତିମା ଥାଏ, ଯିଏ ସ୍ନାନ ମଣ୍ଡପକୁ ଯାଆନ୍ତି। ସ୍ନାନ ମଣ୍ଡପକୁ ତ ଜଗନ୍ନାଥ ଯାଆନ୍ତି, ଯିଏ ତାଙ୍କର ଯେଉଁ ହୁଏ ସ୍ନାନ ଯାତ୍ରା, ସ୍ନାନ ଯାତ୍ରାରେ ତାଙ୍କର ଚଳନ୍ତି ପ୍ରତିମା ଯାଆନ୍ତି, ଜଗନ୍ନାଥ ଯାଆନ୍ତିନି। ଯେତେବେଳେ ରଥଯାତ୍ରାରେ ଜଗନ୍ନାଥ ଯାଆନ୍ତି, ସେତେବେଳେ ତାଙ୍କ ସେ ଚଳନ୍ତି ପ୍ରତିମା ହିଁ ମନ୍ଦିରରେ ରହି ପୂଜା କରାନ୍ତି, ଏବଂ ଲକ୍ଷ୍ମୀ ମଧ୍ୟ ସଦାସର୍ବଦା ମନ୍ଦିରରେ ବିରାଜିତ ଥାନ୍ତି। ତ ଏଇ ଯେଉଁ ମାନବୀୟ ଲୀଳା ଜଗନ୍ନାଥଙ୍କର ହୁଏ, ସେ ମାନବୀୟ ଲୀଳାରେ ମା ଲକ୍ଷ୍ମୀଙ୍କର ଅବଦାନ ମଧ୍ୟ ବହୁତ ବଡ଼। ଯେମିତି ସ୍ୱାମୀ ସ୍ତ୍ରୀ ଭିତରେ ଝଗଡ଼ା ହୁଏ, ତିକ୍ତତା ଆସେ, ତ ତାର ଗୋଟେ ସୁମଧୁର, ଗୋଟେ ମଧୁର ମିଳନର ଗୋଟେ ପ୍ରତିଛବି ଏଇ ହେରା ପଞ୍ଚମୀ। ତ ମା ଲକ୍ଷ୍ମୀ ଆସିଛନ୍ତି ରାଗିକିରି, ଏବଂ ଯେଉଁ ରଥରେ ତାଙ୍କୁ ନିଆଯାଇନି ସେ ରଥକୁ ସେ ଟିକେ ଭାଙ୍ଗି ଦେଇଛନ୍ତି, ଏବଂ ସେ ଜଗନ୍ନାଥଙ୍କୁ ଟିକେ ଦେଖା କରି ମଧ୍ୟ ଯାଇଛନ୍ତି। ଯେତେବେଳେ ଯାଇଛନ୍ତି ଗୁଣ୍ଡିଚା ମନ୍ଦିରରୁ, ସେ ଗୁଣ୍ଡିଚା ମନ୍ଦିରର ପଛପଟ ରାସ୍ତା ଦେଇ ଯାଉଛନ୍ତି। ତ ଭକ୍ତମାନେ କେମିତି ଜାଣିବେ ଯେ ମା ଲକ୍ଷ୍ମୀ ଆସିଥିଲେ ବୋଲି? ତାର ପ୍ରମାଣ ସ୍ୱରୂପ ସେ କ'ଣ କରିଛନ୍ତି ନା, ତାଙ୍କର ଯେଉଁ ନାକଚଣାକୁ ସେ ପକେଇ ଦେଇକି ଯାଇଛନ୍ତି। ଯେମିତି ସୀତା ଆକାଶ ମାର୍ଗରୁ ତାଙ୍କର ସବୁ ଅଳଙ୍କାର ପକାଉଥିଲେ, ରାମାୟଣରେ ବର୍ଣ୍ଣିତ ଠିକ୍ ସେହିପରି ସେ ତାଙ୍କର ନାକଚଣାକୁ ପକେଇ ଦେଇ ଯାଉଛନ୍ତି, ଯାହାଫଳରେ ଭକ୍ତମାନେ ଜାଣିବେ ଯେ ପ୍ରକୃତରେ ଲକ୍ଷ୍ମୀ ଆସିଥିଲେ ବୋଲି। ବିଚିତ୍ର ତାଙ୍କର ଲୀଳା, ବିଚିତ୍ର ତାଙ୍କର ସୃଷ୍ଟି, ବିଚିତ୍ର ତ ଜଗନ୍ନାଥ, ବିଚିତ୍ର ତ ମା ମହାଲକ୍ଷ୍ମୀ। ତ ସେଥିପାଇଁ ସେଇ ଦ୍ୱାରର ନାଁ ରଖାଯାଇଛି ନାକଚଣା ଦ୍ୱାର। ତ ସେଇ ନାକଚଣା ପକେଇଥିବାରୁ ସେଇ ରାସ୍ତାର ନାଁ ନାକଚଣା ଦ୍ୱାର ହେଇଛି। ଏବେ ମଧ୍ୟ ଲୋକକଥାରେ ସେ ଅଛି, ଜଗନ୍ନାଥ ସଂସ୍କୃତିରେ ମଧ୍ୟ ଅଛି, ଏବଂ ସମସ୍ତେ କୁହନ୍ତି ସେଇଟା ତ ଥିଲା ପଛପଟ ରାସ୍ତା, ପଛପଟ ଦ୍ୱାର, କିନ୍ତୁ ଏବେ ତାହା ନାକଚଣା ଦ୍ୱାର ନାଁରେ ପ୍ରସିଦ୍ଧି ଲାଭ କରିଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ମା ମହାଲକ୍ଷ୍ମୀ।